ମୋ ପାଖରେ ଥିବା ନୂଆ ନୂଆ ଗୋଲାପ ଗଛର ଭେରାଇଟି ଆପଣମାନେ ଆଗରୁ ତ ମୋର ଭିଡ଼ିଓରେ ଦେଖିଥିବେ। କିନ୍ତୁ ଆଜି କିଛି ମୁଁ ପୁରୁଣା ଗୋଲାପ ଗଛର ନା କେୟାର ନେବି। ଯୋଉ ଗଛର ମୋର ହେଉଛି ବହୁତ ଦିନ ହେଲା ମୁଁ ତାକୁ ଅବହେଳା କରିଦେଇଥିଲି। ତ ଆଜି ସେସବୁ ଗଛର କେମିତି କ'ଣ ଖରାଦିନିଆ ମୁଁ କେୟାର ନେଉଛି ତ ଚାଲନ୍ତୁ ଦେଖିବା। ଗୋଲାପ ଗଛର ଖରା ଦିନରେ କେୟାର ନେବା ନା ବହୁତ ସହଜ। ବହୁତ ଇଜିଲି ଏହାର କେୟାର ନେଇପାରିବେ ଆଉ ବହୁତ ଗ୍ରୋଥ୍ ବି ମଧ୍ୟ ବହୁତ ସହଜ ଆଣିପାରିବେ। ଆଉ ଗଛରୁ ବି ଫୁଲ ବି ମଧ୍ୟ ଆପଣ ବହୁତ ଇଜିଲି ଆପଣ ବହୁତ ଗୁଡ଼ିଏ ଆଣିପାରିବେ। ତ ସେଇଟା କେମିତି କ'ଣ କରିବେ ତ ଦେଖନ୍ତୁ। ପ୍ରଥମେ ଗୋଲାପ ଗଛର ଗ୍ରୋଥ୍ ପାଇଁ ଆପଣ ତାର ବ୍ରାଞ୍ଚକୁ ଦେଖିବେ। ବ୍ରାଞ୍ଚରେ 9ଟିଆ ପତ୍ର ବାହାରିଥିବା କିଛି ଡାଳକିନା ଦେଇଛି କି ନାହିଁ। ଯଦି 9ଟିଆ ବାଲା କିଛି ପତ୍ରବାଲା ଯଦି କିଛି ଡାଳ ଦେଖୁଛନ୍ତି ତାକୁ ପ୍ରଥମେ ଆପଣ ପ୍ରନିଂ କରନ୍ତୁ। ଆଉ ଯଦି ଆପଣଙ୍କର 5ଟିଆ ବାଲା ପତ୍ର ସବୁଯାକ ଡାଳ ଅଛି ତାହେଲେ ତାକୁ କାଟିବା ବନ୍ଦ କରିକିରି ଆପଣ ସେଥିରୁ କିଛି ମୂଳରୁ କ୍ଲିନ୍ କରନ୍ତୁ ପତ୍ର। ଆଉ ତା ଦେହରୁ ଖରା ସନଲାଇଟ୍ ଯେମିତି ପ୍ରୋଭାଇଡ଼ ହେଇପାରିବ ସେଥିପାଇଁ ଟିକେ ଧ୍ୟାନ ଦିଅନ୍ତୁ। ତାପରେ ମାଟିକୁ ଟିକେ ଖୁଡ଼ାଖୋସା କରିଦେଇକି ଗଛର ଦେଖନ୍ତୁ ନ୍ୟୁ ଗ୍ରୋଥ୍ ବାହାରୁଛି କି ନାହିଁ, ଯାହାକୁ କୁହନ୍ତି ଆମେ ବେବି ବ୍ରାଞ୍ଚର ରିଗ୍ରୋଥ୍ ଆସିବା। ତ ସେସବୁ ଧ୍ୟାନ ଦେଇକରି ଆପଣ ମାଟିକୁ ଏଠି ପିନ୍ଧେଇବେ। ନହେଲେ ସେଗୁଡ଼ାକ ପଚିକିରି ଫଙ୍ଗସ୍ ଜଲ୍ଦି ଲାଗିଯିବ ଆଉ ଗଛର ନୂଆ ଗ୍ରୋଥ୍ ବା ଆସିବା ବି ବନ୍ଦ ହେଇଯିବ। ତ ସେସବୁ ପ୍ରତି ଟିକେ ଧ୍ୟାନ ଦେଉଥିବେ। ତା ସାଥିରେ ଆପଣଙ୍କ ଗଛକୁ କୁଡ଼ାଖୋସା କରିସାରିଲା ପରେ ତ ଗୋଲାପ ଗଛ ପାଇଁ ଗୋଟେ ଫର୍ଟିଲାଇଜର ବନେଇବେ। ଯେଉଁ ଫର୍ଟିଲାଇଜରଟା ଆପଣଙ୍କ ଗୋଲାପ ଗଛ ପାଇଁ ସ୍ପେଶାଲ୍ ରହିବ। ଆଉ ଏଇ ସ୍ପେଶାଲ୍ ଖତଟା ଆପଣଙ୍କ ଗଛର ଫୁଲର ମାତ୍ରା ଅଧିକା ଆଣିବ ଆଉ ଗଛର ଡାଳ କିନା ବି ବହୁତ ପରିମାଣରେ ଅଧିକା ଆସିବ। ତ ଏଇ ଫର୍ଟିଲାଇଜରଟା ହେଉଛି ମୋର ଗୋବର ଖତର ଫର୍ଟିଲାଇଜର। ଏକୁ ଖରା ଦିନରେ ଆପଣ ବେଶୀ ଦେବେନି। ଗୋଟେ ଗ୍ଲାସ୍ ଆପଣ 2ଟି କିମ୍ବା 3ଟି ଗଛରେ ଆଡ଼୍ କରିବେ। ଆଉ ଏକୁ ଯେତେ ଆପଣ ପତଳା ରଖିବେ ସେତେ ଆପଣଙ୍କ ଗଛ ପାଇଁ ଭଲ। ତା ସାଥିରେ ଆପଣ 2 ସପ୍ତାହ ଛାଡ଼ିକିନା ଚା ପତିର ଗୁଣ୍ଡର ଫର୍ଟିଲାଇଜର ମଧ୍ୟ ଆଡ଼୍ କରିବେ। ଚାହା ପତି ଗୁଣ୍ଡ ହେଉଛି ଆମ ଗଛର ଅଧିକା ଫୁଲର ମାତ୍ରା ବଢ଼େଇବ। ଆଉ ଗୋବର ଖତର ଫର୍ଟିଲାଇଜର ଆପଣଙ୍କ ରୁଟ୍ର ସିଷ୍ଟମକୁ ଡେଭଲପ୍ କରିବା ସହିତ ଗଛର ଗ୍ରୋଥ୍ ବି 2 ଗୁଣା ବଢ଼େଇବ।